ଯାଉଛି। ମୁଁ ଆଉ ମୋ ସାଙ୍ଗମାନେ ଆଜି ମିଶିକି ଗୋଟେ ଆଡ଼େ ବୁଲିବାକୁ ଯାଉଛୁ। ଚାଲନ୍ତୁ ଦେଖିବା ଆମେ ଆଜି କୁଆଡ଼େ ବୁଲିବାକୁ ଯାଉଛୁ। ଆପଣମାନେ ଏଇଠୁ ଦେଖିକି ଯଦି ଜାଣିପାରୁଛନ୍ତି ଯେ ଆମେ କୁଆଡ଼େ ଯାଉଛୁ ତାହେଲେ ମୋତେ କମେଣ୍ଟ କରିକି ଜଣାନ୍ତୁ। ଏବେ ଆମେ ଆସିକି ପହଞ୍ଚି ଯାଇଛୁ ଆମ ଜାଗାରେ। ଆପଣମାନେ ଦେଖିପାରୁଥିବେ ଯେ ଆଜି ଆମେ କଟକ ଧବଳେଶ୍ୱର ମନ୍ଦିର ବୁଲିବା ପାଇଁ ଆସିଛୁ। ଆମେ ପହଞ୍ଚିକି ଭୋଗରାଗ କିଣିବାରେ ଲାଗିଗଲୁ। ଆପଣମାନେ ଦେଖିପାରୁଥିବେ ଏଠି ବହୁତ ସାରା ଭୋଗ ଦୋକାନ ଅଛି, ଆଉ ସେଥିରେ ପୂଜା ସାମଗ୍ରୀ ସବୁ ଏଠି ବିକ୍ରି ହେଉଛି। ଆପଣମାନେ ଦେଖିପାରୁଥିବେ ଏଇ ବ୍ରିଜଟା ଏବେ ନୂଆ ହେଇଛି ମନ୍ଦିରକୁ ଯିବା ପାଇଁ। ଆଗରୁ ଯେଉଁ ଝୁଲା ବ୍ରିଜଟା ଥିଲା ସେ ଖରାପ ହେଇଯାଇଛି, ସେଥିପାଇଁ ସେପଟେ ଲୋକ ଯିବା ଆସିବା କରୁନାହାନ୍ତି। ଏବେ ଚାଲନ୍ତୁ ଯିବା ଭିତରକୁ ଆଉ ଦେଖିବା ଭିତରେ କ'ଣ କ'ଣ ସବୁ ଅଛି। ଆମକୁ ଦେଖିକି ବହୁତ ଡାକିଲେ ଯେ ଆସ ମୋ ପାଖେ ଦହି ପାଣି ଟିକେ ପିଇବ। ତାଙ୍କର ଏଇଟା ବହିନି ଟାଇମ୍ ଥିଲା ତ ଆମେ ବି ମନା କଲୁନି। ମୋ ସାଙ୍ଗ ଆଗ ଗୋଟେ ଗ୍ଲାସ୍ ପିଇଲା, ତାପରେ ମୁଁ ଗୋଟେ ଗ୍ଲାସ୍ ପିଇଲି। ଆମ ସାଙ୍ଗରେ ଆଉ ଦୁଇ ଭଉଣୀ ବି ଯାଇଥିଲେ, ସେମାନେ ବି ଗୋଟେ ଗୋଟେ ଗ୍ଲାସ୍ ପିଇଲେ। ଏତେ ଭଲ ଲାଗୁଥିଲା ଦହି ପାଣି, ଆଉ ବହୁତ ଫ୍ରେଶ୍ ବି ଥିଲା। ଆପଣମାନେ ଦେଖିପାରୁଥିବେ ଏଠି ମହାନଦୀ ପାଣି ଯାଇଛି। ଆମେ ଏବେ ସେଇଠିକି ଯାଉଛୁ, ଟିକେ ବୁଲାବୁଲି କରିବୁ, ଫଟୋ ଉଠେଇବୁ, ମଜାମସ୍ତି କରିବୁ। ଆଗରୁ ଯେତେବେଳେ ବ୍ରିଜ ନଥିଲା ଲୋକମାନେ ଏଇ ଡଙ୍ଗାରେ ବସିକି ମନ୍ଦିରକୁ ଯାଉଥିଲେ। ଏବେ ବ୍ରିଜ ହେଇଗଲାଣି ତ ଆଉ କେହି ଡଙ୍ଗାରେ ଯାଉନାହାନ୍ତି। ଏବେ ଆମର ପୂଜାପୂଜି ସରିଯାଇଛି, ଏବେ ଆମେ ଯାଉଛୁ କିଛି ଖାଇବୁ। ବହୁତ ଜୋରରେ ଭୋକ ଲାଗିଲାଣି। ମନ୍ଦିରକୁ ଆସିକି ପୂଜା କରିବୁ ବୋଲି ସମସ୍ତେ ଘରୁ ଉପାସ ଆସିଥିଲୁ। ଆପଣମାନେ ଆମ ଭକ୍ତି ଦେଖିପାରୁଛନ୍ତି ତ? ମନ୍ଦିରରୁ ବାହାରୁ ବାହାରୁ ଆମେ ଏ ଦହିବରା ବିକୁଥିବା ଭାଇଙ୍କ ପାଖକୁ ଆସିଲୁ। ଏବେ ଚାଲ ଟିକେ ପେଟ ପୂଜା କରିଦବା। ଭାଇ ଯୋଉ ଦହିବରା ଦେଲେ ସେଥିରେ ଏମିତି କଞ୍ଚାଲଙ୍କା ଚକଟିକି ଦେଇଥିଲେ ଯେ ମୋ ପାଟି ଜଳିଗଲା। ଏବେ ମୁଁ ଯାଉଛି ଟିକେ ଆଖୁ ରସ ପିଇଦିଏ। ଏବେ ଆମେ ବସରେ ବସିଛୁ। ଆମକୁ ଦିଟା ବସ୍ ବଦଳେଇକି ଯାଇକି ଘରେ ପହଞ୍ଚିବାକୁ ପଡ଼ିବ। ଏବେ ଆମେ ଆସିକି ଫାୟାର ଷ୍ଟେସନଠି ବସିଛୁ ଆଉ ଗୋଟେ ବସ୍କୁ ଅପେକ୍ଷା କରିକି। ଆମ ଗାଁ ବସ୍ଟା ଟିକେ ଲେଟ୍ରେ ଆସିବ, ସେଥିପାଇଁ ଆମେ କେତେ ସମୟ ଠିଆ ହବୁ, ସେଥିପାଇଁ ରୋଡ୍ ସାଇଡ୍ରେ ଟିକେ ବସି ପଡ଼ିଲୁ।
ପହଞ୍ଚିଗଲୁ। ଆଜିର ଏଇ ଦିନଟି ଏଇଠି ଶେଷ ହେଇଯାଇଛି। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ କମେଣ୍ଟ ସେୟାର କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି, ନମସ୍କାର।